ଝୁମ୍ପୁରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ତଦାରଖ। ଝୁମ୍ପୁରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନକୁ ତଦାରଖ କରୁଥିବା ଦେଖିବାକୁ ମିଳିଛି। ସରକାର ପିଲାମାନଙ୍କ ପାଇଁ ପ୍ରତିଦିନ ମଧ୍ୟାହ୍ନ ଭୋଜନର ମେନୁ ଚାର୍ଟ ପ୍ରସ୍ତୁତ କରିଛନ୍ତି। ମେନୁ ଚାର୍ଟ ଅନୁସାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି କି ନାହିଁ ତା ସହିତ ପିଲାମାନଙ୍କୁ ଉତ୍ତମ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଛନ୍ତି କି ନାହିଁ ତାର ଟିକିନିକି ତଦାରଖ କରୁଛନ୍ତି। ବ୍ଲକର ନାରଦପୁର ନୋଡାଲ ସ୍କୁଲ ସମେତ ଗୁମୁରା ବିଦ୍ୟାଳୟ ମଙ୍ଗଳବାର ପରିଦର୍ଶନ କରିଥିବା ବେଳେ ପୂର୍ବରୁ ଗୁଣ୍ଡୁଣିଆ, ଚୌଠିଆ, ମଣଦା, ଏବିସିଡି ବିଦ୍ୟାଳୟ ସମେତ ଅନ୍ୟ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବା ସହିତ ବିଦ୍ୟାଳୟରେ ପାଠପଢ଼ା କିପରି ଚାଲିଛି ତାହା ତଦାରଖ କରିଥିଲେ। ଯେଉଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ସେମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଗିଦ କରୁଥିବା ଦେଖିବାକୁ ମିଳିଛି। ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ମିଳୁଛି କି ନାହିଁ ପିଲାମାନଙ୍କୁ ପଚାରି ବୁଝୁଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।